ମନେ ପକାନ୍ତୁ ସେ 10 ବର୍ଷ କିମ୍ବା 20 ବର୍ଷ ପଛର କାହାଣୀ। ଆମେମାନେ ଯେତେବେଳେ ପାଠ ପଢ଼ିବାକୁ ବସିଥାଉ, ଯେତେବେଳେ ଆମେ ଛୋଟ ଥାଉ, ପ୍ରାଇମେରୀ ସ୍କୁଲ ଯାଉ କିମ୍ବା ପାଠ ପଢ଼ିବା ଶିଖିଥାଉ ଜଷ୍ଟ, ଆମ ଖାତାର ପାଖରେ ଯେତେବେଳେ ଲାଇନ ନଥାଏ, ସେତେବେଳେ ବିଦ୍ୟୁତର ସେତେଟା ସୁବିଧା ନଥାଏ। କିଛିଟା ଘର ମାନଙ୍କର ଥାଏ। ମା ଯେତେବେଳେ ଗୋଟିଏ ଚୁଙ୍ଗି ଆଣିକି ସନ୍ଧ୍ୟାବେଳେ କିମ୍ବା ଲଣ୍ଠନ ଆଣିକି ଖାତା ପାଖରେ ଜାଳି ଦେଇକି ଯାଆନ୍ତି, ହର ରକମର ପୋକମାନେ ଆସିକି ଉଡ଼ି ଆସିକି ସେ ଚୁଙ୍ଗି ଆଲୁଅରେ ବସିଥାନ୍ତି। ତା ଭିତରୁ ଗୋଟେ ଜାଣିଥିବା ଗୋଟେ ପୋକ ନାଁ କହିପାରିବେ? ବହୁତ ଖୁସି ହେଇଯାଉ। କିଏ କହିଲେ? ସେ ଜୁଳୁଜୁଳିଆ ପୋକ। ହଁ ଆଜ୍ଞା, ଜୁଳୁଜୁଳିଆ ପୋକ, ଯାହାକୁ ଆମେ ଖଦ୍ୟତିକା କହୁ ସାହିତ୍ୟିକ ଭାଷାରେ, କିନ୍ତୁ ଆମ ମାନଙ୍କର ପରିଚିତ ଭାଷା ହଉଛି ଜୁଳୁଜୁଳିଆ ପୋକ, ନୁହଁ କି? ତାର ପଛପଟେ ଯୋଉ ୟେଲୋ କଲର, ହଳଦିଆ କଲର ଗୋଟିଏ ଲାଇଟଟେ ଜଳୁଥାଏ, ସେ ହଉଛି ଜୁଳୁଜୁଳିଆ ପୋକ। ତ କେବେ ଭାବିଛନ୍ତି ସେଇ ଜୁଳୁଜୁଳିଆ ପୋକ କଣ କାହାର ଗୁରୁ ହେଇଥିବ? ସେଇ ଜୁଳୁଜୁଳିଆ ସାମାନ୍ୟ ଏତିକି ଟିକେ ପୋକଟେ ଜୁଳୁଜୁଳିଆ ପୋକ କାହାର ଶିକ୍ଷକ ହେଇଥିବ? ସତରେ ଆଶ୍ଚର୍ଯ୍ୟ ଲାଗୁଛି ନା? ଜୁଳୁଜୁଳିଆ ପୋକ କଣ କାହାର ଶିକ୍ଷକ ହେଇଥିବ ଯେ? ହଁ ଆଜ୍ଞା, ସେ ଜୁଳୁଜୁଳିଆ ପୋକ ମଧ୍ୟ ଜଣଙ୍କର ଗୁରୁ। ଆଉ ସିଏ ହଉଛନ୍ତି, ତାଙ୍କର ବି ଜଣେ ଶିଷ୍ୟ ଅଛନ୍ତି, ଆଉ ସିଏ ହଉଛନ୍ତି ଜୁଳୁଜୁଳିଆ ପୋକ, ଯେ ସିଏ ହଉଛନ୍ତି ଗୁରୁ। ତ ନିଶ୍ଚୟ ଆମେ ଜାଣିବା କି ଜୁଳୁଜୁଳିଆ ପୋକଟି କେମିତି ଗୁରୁ ହେଇଛି, କେମିତି କାହାର ଶିକ୍ଷକ ହେଇପାରିଛି। ଆମେ ବି କାହା ଜୀବନରେ ଶିକ୍ଷକର ଭୂମିକା ଅବଲମ୍ବନ କରିବା ଦରକାର। ଜୀବନରେ ସମସ୍ତଙ୍କୁ ଶିକ୍ଷା ଦେବା ଦରକାର। ଜୀବନରେ ଲୋକମାନେ ଆମ ପାଖରୁ କିଛି ଶିଖିବା ଦରକାର, ନା କି ଆମକୁ ଘୃଣା କରିବା ଦରକାର। ବହୁତ କିଛି ଆମ ପାଖରୁ ଶିଖିବା ଦରକାର। ଏ ପ୍ରକୃତି ହର ରକମର ଜୀବଜନ୍ତୁ, ପଶୁ ପକ୍ଷୀ, ମଣିଷ ମାନଙ୍କୁ ସୃଷ୍ଟି କରିଛି। ଆଉ ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ଜୀବ ଦେହରେ କିଛି ନା କିଛି ଶିକ୍ଷଣୀୟ ଜିନିଷ ରଖିଛି, ଯୋଉଟା କି ଆମେ ଶିଖିବା ଦରକାର। ଯେମିତି ଦେଖୁନ, ଏଇ ଜୁଳୁଜୁଳିଆ ପୋକ ଦେହରେ ଏତେ ଶିଖିବା ଜିନିଷ ରଖିଛି ଯେ ଆମେ ମାନେ ଏଯାଏଁ ବି ଜାଣିନୁ କଣ ସେଟା। ମୁଁ କହିବି ନିଶ୍ଚୟ। ତ ଜାଣିଛନ୍ତି ବୁଢିଆଣୀ ଯେ, ଯାହାକୁ ଉର୍ଣ୍ଣନାଭ କୁହାଯାଏ, ଜାଣିଛନ୍ତି ବୁଢିଆଣୀକୁ? ବୁଢିଆଣୀର ବିପରୀତ ଶବ୍ଦ ହଉଛି ଉର୍ଣ୍ଣନାଭ। ତାର ନାଭ ଅର୍ଥାତ୍ ନାଭି ଉପରେ, ପେଟରେ। ନାଭିଟା କଣ ନା ତା ପିଠିରେ ଥାଏ, ଉର୍ଣ୍ଣନାଭ। ସେ ବୁଢିଆଣୀ କେମିତି ଏମିତି ଥାଏ, ତ ତାର ପିଠିରେ ନାଭି ଥାଏ ତାର, ସେଥିପାଇଁ ତାକୁ ଉର୍ଣ୍ଣନାଭ କୁହାଯାଏ। ଉପରେ ତା ନାଭି ବୋଲି ବୁଢିଆଣୀର ନାଁ ହଉଛି ଉର୍ଣ୍ଣନାଭ। ତ ସେ ଉର୍ଣ୍ଣନାଭ ବା ବୁଢିଆଣୀ, ସିଏ ବି କାହାର ଗୁରୁ, ସିଏ ବି କାହାର ଶିଷ୍ୟ। ଆପଣ ମାନେ କଣ କାହା ଜୀବନରେ ଶିଷ୍ୟ ଭୂମିକା ଗୁରୁ ଭୂମିକା ଗ୍ରହଣ କରିଛନ୍ତି? ସେଇ ବୁଢିଆଣୀ ଯେତେବେଳେ କାହାର ଗୁରୁ ହେଇପାରିଲା, ଆମେ କଣ କାହାର ଜୀବନରେ ଗୁରୁର ଭୂମିକା ନେଇପାରିବୁନି? ନିଶ୍ଚୟ ନେଇପାରିବୁ। ଆମ କର୍ମ ବଳରେ, ଆମ କର୍ମ ଏମିତି ରହିବା ଦରକାର ଯେମିତି ଆମେ କାହା ଜୀବନରେ ଗୁରୁର ଭୂମିକା ନେଇପାରିବୁ, କି ଆମ ପାଖରୁ ମଧ୍ୟ ଶିଖିପାରିବ। ନିଶ୍ଚୟ। ତ ଆଜି ଆମେ ଆଲୋଚନା କରିବା କଣ ନା ସେଇ ଗୁରୁମାନଙ୍କର କଥା, 24 ଗୁରୁ କଥା। ମୁଁ ସୁଶ୍ରୀ ସ୍ୱାଗତ କରୁଛି ଆଜି ଆମର ନୂଆ ଭିଡିଓକୁ। ତ 24 ଗୁରୁ ପ୍ରସଙ୍ଗରେ ଆଜି ଆମେ ଆଲୋଚନା କରିବା। 24 ଗୁରୁ ମଧ୍ୟରୁ ସେ ଖଦ୍ୟତିକା ବା ଜୁଳୁଜୁଳିଆ ପୋକ, ଆଉ କିଏ ନା ଉର୍ଣ୍ଣନାଭ, ଏବଂ ଏମିତି ଅନେକ ଗୁରୁ ଅଛନ୍ତି। ଏମିତି 24 ଜଣଙ୍କ ଗୁରୁଙ୍କ କଥା ଆମେ ଆଜି ଆଲୋଚନା କରିବା। ଆଉ ହଁ, ବାକି ରହିଲା କଣ, ଯୋଉ ଟପିକ ମୁଁ ପଢଉଛି ବା ବୁଝଉଛି, ଯୋଉ ଟପିକ ମୁଁ ପଢଉଛି ବା ବୁଝଉଛି, ତାର ଗୋଟେ ସୁନ୍ଦର ନୋଟ ମଧ୍ୟ ମୁଁ ପ୍ରୋଭାଇଡ କରୁଛି। ତମମାନେ ଖାଲି ବୁଝିବନି, ପଢିବ, ବୁଝିବ, ଆଉ ତାର ଗୋଟେ ସୁନ୍ଦର ନୋଟ ମଧ୍ୟ ପାଇପାରିବ। ନିହାତି ରୂପେ ଚ୍ୟାନେଲକୁ ଯୋଉମାନେ ନୂଆ ଆସିଛ, ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ ନିହାତି କରିବ। କାହିଁକି ନା ପ୍ରତ୍ୟେକ ଭିଡିଓରେ ଆମେ ଯୋଉ ଟପିକ ପଢୁଛୁ, ତାର ଗୋଟେ ସୁନ୍ଦର ନୋଟ, ଯୋଉଟା କି ତମର ଲଙ୍ଗ କ୍ୱେଶ୍ଚନ ପାଇଁ ନିହାତି ଆବଶ୍ୟକ ହେବ, ସେଇଟା ଆମେ ପ୍ରୋଭାଇଡ କରୁଛୁ। କାହିଁକି ନା +2 ପିଲା, 10th ପିଲା, ଇଭେନ +3 ପର୍ଯ୍ୟନ୍ତ କିଛିଟା ଗାଇଡ ବୁକ୍ ଅଛି, ଯୋଉଠି ଛୁଆମାନେ ପଢୁଛନ୍ତି ବଟ୍ ବୁଝି ପାରୁନାହାନ୍ତି, ଖାଲି ପଢୁଛନ୍ତି। କିନ୍ତୁ ଆମେ ପଢିବା, ବୁଝିବା, ଆଉ ତାର ଗୋଟେ ନୋଟ ବି ବନେଇକି ନବା। ଠିକ ଅଛି? ତ ଦେଖ, ଆଜି ଆମେ ଆଲୋଚନା କରିବା ସେ 24 ଗୁରୁ ମାନଙ୍କ କଥା। ରାଜା ଭାଗବତର କଣ ହେଇଛି ନା, ମୂଳ ବିଷୟବସ୍ତୁ ହଉଛି ଭାଗବତର ଏକାଦଶ ସ୍କନ୍ଧର 9ମ ଅଧ୍ୟାୟ। ଭାଗବତର ଏକାଦଶ ସ୍କନ୍ଧର 9ମ ଅଧ୍ୟାୟ। ରାଜା ଯଦୁ ଏବଂ ଅବଧୂତ ବା ଦତ୍ତାତ୍ରୟ। ଅବଧୂତ ଦତ୍ତାତ୍ରୟ ହେଉଛନ୍ତି ଯିଏ ହଉଛନ୍ତି ସଂସାର ତ୍ୟାଗ କରିଥିବା ଜଣେ ମାନବ, ଦେହରେ ଭସ୍ମ ଲେପିତ ହୋଇ ଦିନ ସେ ମାର୍ଗରେ ଚାଲିଥାନ୍ତି, ଯାହାଙ୍କର ସଂସାର ନାହିଁ, ପିଲା ଛୁଆ ନାହାନ୍ତି, କେହି ନାହାନ୍ତି, ସେ ଏକୁଟିଆ
ନାଚି ନାଚି ଗାଇ ଗାଇ ଖୁସିରେ ଚାଲିଥାନ୍ତି ଗାଁ ଦାଣ୍ଡରେ। ତାଙ୍କୁ ନଜର ପଡ଼ିଲା, ତାଙ୍କର ନୁହଁ, ଯଦୁ ରାଜାଙ୍କର ନଜର ପଡ଼ିଲା ସେଇ ଦତ୍ତାତ୍ରୟଙ୍କର ଉପରେ ବା ଅବଧୂତ ଜଣଙ୍କ ଉପରେ। ସେ ଆଶ୍ଚର୍ଯ୍ୟ ହେଲେ କି ଅବଧୂତ ଜଣକ ଏତେ ଖୁସିରେ ନାଚି ନାଚି ଗାଇ ଗାଇ ଯାଉଛନ୍ତି, ତାଙ୍କର କୌଣସି ଭୟ ନାହିଁ। ମୁଁ ରାଜା ଛିଡ଼ା ହେଇଛି, ମୋ ପାଇଁ ଭୟ ନାହିଁ, କାହା ପାଇଁ ଦୁଃଖ ନାହିଁ, କିଛି ନାହିଁ, ଖୁସିରେ ଚାଲୁଛନ୍ତି। ଅଥଚ ମୁଁ ଜଣେ ରାଜା, କେତେ କ'ଣ ଚିନ୍ତା କରୁଛି, ମୋ ମନରେ କେତେ କଷ୍ଟ ଅଛି, ଦୁଃଖ ଅଛି, ଦୁର୍ଦ୍ଦଶା ଅଛି, ଯନ୍ତ୍ରଣା ଅଛି, ରାଗ ଅଛି, ମୋହମାୟା ଅଛି, ସବୁ ଅଛି। କିନ୍ତୁ ମୁଁ ଦୁଃଖରେ ଅଛି, ମୁଁ ଶାନ୍ତିରେ ନାହିଁ। ମୁଁ ଗୋଟେ ରାଜା, ମୋ ପାଖରେ କୌଣସି ମନୋରଞ୍ଜନର ଜିନିଷ ଏମିତି ନାହିଁ କି ଯୋଉଟା ମୋର ନଥିବ, ତାଙ୍କ ପାଖରେ ଥିବ। ମୋ ପାଖରେ ସବୁ କିଛି ଅଛି। ଖାଇବା ଭଲ ଅଛି, ପିନ୍ଧିବା ଭଲ ଅଛି, ରାଣୀମାନେ ଅଛନ୍ତି, ରାଜମହଲ ଅଛି, ଏତେ ସାରା ଲୋକଙ୍କୁ ମୁଁ ଶାସନ କରୁଛି, ମୁଁ ରାଜା, ଏତେ ବଡ଼ ରାଜ୍ୟ ଅଛି। କିନ୍ତୁ ମୁଁ ଖୁସି ନାହିଁ। ମନୋରଞ୍ଜନର ସମସ୍ତ ସାମଗ୍ରୀ ମୋ ପାଖରେ ଉପଲବ୍ଧ। ଅଥଚ ଯାହା ପାଖରେ କିଛି ନାହିଁ, ପିନ୍ଧିବାକୁ ନାହିଁ, ଖାଇବାକୁ ନାହିଁ, ସଂସାର ନାହିଁ, ମୋହମାୟା ନାହିଁ, ସିଏ ନାଚି ନାଚି କୁଦି କୁଦି ଯାଇଛି, ସେ ସାଧାରଣ ଅବଧୂତ ଦତ୍ତାତ୍ରୟ। ସେଇଠୁ ଯଦୁରାଜା ତାଙ୍କୁ ପାଖକୁ ଡାକିଛନ୍ତି ଆଉ ପଚାରିଛନ୍ତି, ମହାଶୟ, ଆପଣ ଏତେ ଖୁସି କ'ଣ ପାଇଁ? ଆପଣଙ୍କ ପାଖରେ କ'ଣ ଅଛି? ଆପଣଙ୍କ ପାଖରେ କିଛି ନାହିଁ, କିନ୍ତୁ ଆପଣ ଦୁନିଆର ସବୁଠୁ ଖୁସି ବ୍ୟକ୍ତି ଲାଗୁଛନ୍ତି। ପାଗଳ ଭଳି ଆପଣ ନାଚି ନାଚି ଖୁସିରେ ଯାଉଛନ୍ତି, କ'ଣ ପାଇଁ? ତ ସେଇଠୁ ଦତ୍ତାତ୍ରୟ ଅବଧୂତ କହିଛନ୍ତି, ମହାରାଜ, କିଏ କହିଲା ମୁଁ ହଉଛି ଦୁନିଆର ସବୁଠୁ ଶ୍ରେଷ୍ଠ ଆଉ ଖୁସି ଥିବା ମଣିଷ? କାହିଁକି ନା ମୋର 24 ଜଣ ଗୁରୁ ଅଛନ୍ତି, ଆଉ ସେଇ 24 ଗୁରୁଙ୍କ ପାଖରୁ ମୁଁ ଏଇସବୁ ଖୁସିରେ ରହିବାର ନୀତି ଶିଖିଛି, ଖୁସିରେ ରହିବାର ମୂଳ ମନ୍ତ୍ର ମୁଁ ସେମାନଙ୍କ ପାଖରୁ ଶିଖିଛି। ରାଜା କହିଲେ, ଆରେ 24 ଜଣ ଗୁରୁ କୋଉଠୁ ଆସିବେ? ଜଣକର ଜଣେ, 2 ଜଣ, 3 ଜଣ ଗୁରୁ ହେଇପାରିବେ। 24ଟା ଗୁରୁ, ଗୋଟିଏ ଲୋକର 24ଟା ଗୁରୁ କେବେ ହେଇପାରିବ ପିଲାମାନେ? ସେଇଠୁ କ'ଣ ହେଇଛି ନା ରାଜା ପଚାରିଛନ୍ତି, 24 ଗୁରୁ କେମିତି ହେଲେ ତମର? ସେଇଠୁ ଅବଧୂତ କହୁଛନ୍ତି, ରାଜନ, ଏ ସମଗ୍ର ବିଶ୍ୱ, ଏ ସମଗ୍ର ପ୍ରକୃତି ହେଉଛି ଆମର ଗୁରୁ। ଏ ପ୍ରକୃତିରୁ ମୁଁ ବହୁତ କିଛି ଶିଖିଛି। ଏ ପ୍ରକୃତି ମୋର ଗୁରୁ। ଏ ପ୍ରକୃତି ପାଇଁ ମୁଁ ଆଜି ଖୁସି ଅଛି। ରାଜା କହିଲେ, ପ୍ରକୃତି ନିର୍ଜୀବ, ଜଡ଼, କେମିତି ତା ପାଖରୁ କ'ଣ ଶିଖିଲେ? ତ ସେଇଠୁ ଅବଧୂତ କହୁଛନ୍ତି, ମୋର 24 ଜଣ ଗୁରୁ, ସେମାନଙ୍କ ପାଖରୁ ମୁଁ ସବୁ କିଛି ଶିକ୍ଷା ଶିଖିଛି। ତ ସେ 24 ଗୁରୁ ପାଖରୁ ବହୁତ ସାରା 24 ଜଣ ଗୁରୁ ଆସୁଛନ୍ତି। ତା ଭିତରୁ ଖଦ୍ୟୋତିକା ଆସୁଛି, ତା ଭିତରୁ ବୁଢିଆଣୀ ଆସୁଛି, ହସ୍ତି ଆସୁଛି, ସର୍ପ ଆସୁଛି, ମଧୁମକ୍ଷୀ ଆସୁଛି, ଆକାଶ ଆସୁଛି, ଅଗ୍ନି ଆସୁଛି, ସୂର୍ଯ୍ୟ ଆସୁଛନ୍ତି, ପବନ ଆସୁଛନ୍ତି, ଜଳ ଆସୁଛନ୍ତି, ଯୋଉ କପୋତ ପକ୍ଷୀ ଆସୁଛି, ହସ୍ତି ଆସୁଛି, ହରିଣ ଯୋଉ ମୃଗ ଆସୁଛି, ଗୋଟେ ବାଳିକା ଆସୁଛି ତା ଭିତରେ, ଆଉ ତା ଭିତରେ ଆସୁଛି ଗୋଟେ ବାଳକ ଶିଶୁ, ତା ଭିତରୁ ଆସୁଛି ଜଣେ ମୃତ ଶରୀର, ମୃତ ବ୍ୟକ୍ତି, ଏମିତି ଅନେକ ପ୍ରାୟ 24 ଜଣ ଆସୁଛନ୍ତି ଏମିତି ଆ ଭିତରେ। ତ ସେଇ 24 ଜଣଙ୍କ ବିଷୟରେ ଆଜି ଆମେ ଆଲୋଚନା କରିବା ଡିଟେଲ୍ସରେ। ପାଠ ପଢିବା ଆମେ ମଜା ମଜାରେ, ଯେମିତି କି ସବୁ କିଛି ଏମିତି ଶୁଣି ଶୁଣି ମନେ ରହିବ। ପାଠକୁ ଏମିତି ପଢନି ଯେମିତି କି ସେଇଟା ଆମକୁ ଭାରି ଲାଗିବ, ଆମକୁ ଏମିତି ଲାଗିବ ହଁ ଗୋଟେ କ'ଣ ପଢୁଛୁ ଆମେ। ପଢିଲା ବେଳେ ଏମିତି ପାଠକୁ ଏମିତି ପଢ ଯେମିତି ସେଟା ପଢିଲା ଭଳିଆ ଲାଗିବ, ଏମିତି ଲାଗିବ ମୁଁ ଗୋଟେ ଗପ ଦେଖୁଛି, ଗୀତ ଶୁଣୁଛି, ନାଟକ ଦେଖୁଛି, ଫିଲ୍ମ ଦେଖୁଛି, ସେମିତି ଲାଗିବ। ସେମିତି ହେଲେ ପାଠକୁ ମନେ ରଖିପାରିବ। ସେମିତି ହେଲେ ପାଠକୁ ଯେତେବେଳେ ତମେ ଏନ୍ଜୟ କରିବ ନା, ସେତେବେଳେ ତମର କୌଣସି ନୋଟ୍ କିଛି ବି ଆବଶ୍ୟକତା ପଡିବନି। ଆଉ ପାଠକୁ ଯେତେବେଳେ ତମେ ବୁଝିଲା ଭଳିଆ ପଢିବ, ଏମିତି ହଁ ଆମର ଦାୟିତ୍ୱ ପଢିବା, ତାହେଲେ ପାଠ ମନେ ରହିବନି। ଠିକ ଅଛି, ତ ନିଶ୍ଚୟ ରୂପେ ମୁଁ ତମକୁ ସେ ନୋଟଟା ପ୍ରୋଭାଇଡ କରୁଛି। ସ୍କ୍ରିନରେ ଦେଖାଉଛି ସେ 24 ଜଣ ଗୁରୁ କିଏ, ତାଙ୍କ ସମ୍ପର୍କରେ ଆମେ ଆଲୋଚନା କରି ଯିବା। ତମେ ସେ ନୋଟଟିକୁ ଲଙ୍ଗ କ୍ୱେଶ୍ଚେନରେ ଆରାମସେ ଆଡ୍ କରିପାରିବ। ଲଙ୍ଗ ଟାଇପ ପାଇଁ ସେଟା ପରଫେକ୍ଟ ଅଛି। ଯୋଉମାନେ ଚ୍ୟାନେଲରେ ନୂଆ ଅଛ, ନିହାତି ରୂପେ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବେ, କାହିଁକି ନା ଆଗକୁ ଆମେ ଏମିତି ମଜା ମଜା ପାଠ ପଢିବା। ଆଉ ଯୋଉମାନଙ୍କୁ କିଛି ବି କ୍ୱେଶ୍ଚେନ, କିଛି ବି ଡାଉଟ୍ସ ଅଛି, ନିହାତି ରୂପେ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ବାକି ପ୍ରତ୍ୟେକ ଭିଡିଓରେ ଟେଲିଗ୍ରାମ ଚ୍ୟାନେଲ, ମୋର ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଅଛି ପ୍ରତ୍ୟେକ ଭିଡିଓର ଡେସ୍କ୍ରିପସନରେ, ସେଇଠି ଯାଇକି ଜଏନ୍ ହେଇଯିବେ। ଆମେ ଷ୍ଟଡି ରିଲେଟେଡ ବହୁତ ସାରା ନୋଟ୍ସ ସେଇଠି ଅପଲୋଡ କରୁଛୁ, କି ଆମେ କଥା ହବା ଷ୍ଟଡି ରିଲେଟେଡ କିଛି ବି ଡାଉଟ୍ସ। ଠିକ ଅଛି, ଏବେ ପରବର୍ତ୍ତୀ 24 ଗ୍ରୁପ ସମ୍ପର୍କରେ ତମମାନେ ଦେଖ। ତ ବର୍ତ୍ତମାନ ଆମେ 24 ଗ୍ରୁପ ସମ୍ପର୍କରେ ଆଲୋଚନା କରିବା। ଦେଖ, ଭିଡିଓରେ ଯୋଉଟା ଡିସପ୍ଲେ ହଉଛି 24 ଗ୍ରୁପ ସମ୍ପର୍କରେ ଡିଟେଲ୍ସ ସେଇଥିରେ ମୁଁ ଲେଖିଛି, ତମମାନେ ଦେଖିକି ବୁଝିପାରିବ। ଆଉ ବାକି ରହିଲା ଏଇଟା ତମେ ଏକ୍ସାମରେ ଲଙ୍ଗ କ୍ୱେଶ୍ଚେନରେ ଆଡ୍ କରିପାରିବ। ଏକ୍ସାମରେ ଲଙ୍ଗ କ୍ୱେଶ୍ଚେନ ପାଇଁ ଏତିକି ପରଫେକ୍ଟ ଅଛି।
बाकी किछिटा मु 24 जनक गुरु मध्यरु किछिटा गुरु मानकर मु डिस्क्राइब करिनी, जस्ट ता मध्यरु कोन शिक्षा पाइबे से शिक्षा को ऐड करिछि। तो मु किंतु कहिबि तुमको एबे डिस्क्राइब करबे तो करिके तुम मने रखिबो, ठीक अछि। तो भागवत कोन वर्णना अछि मूलठु देख। श्रीमद् भागवतर एकादश स्कंधर नवम अध्याय रहिथिबा 24 गुरु प्रसंग अत्यंत शिक्षाप्रद और पारमार्थिक मर्म भूमिका बहन करे। पारमार्थिक अर्थात परम अर्थ जो जे हमको दिए। एहार मूल कथा अवधूत दत्तात्रेय और जदु राजा मध्य घटिथिबा संवाद बा कथोपकथन, ठीक अछि। मु कहि सारी ऑलरेडी। यह प्रसंग भागवत पुराण रे एक अत्यंत गभीर और दार्शनिक अंश, जहाँ जदु महाराज और अवधूत दत्तात्रेय मध्य होइथिबा आलोचना मध्य लोक मानक जीवन शिक्षा, आत्मज्ञान और वैराग्य सार दि जाइछि। पिला माने सबुर मूल कारण हेउछि प्रत्येक जिनसर जो अछि हमर खराब भल आम जिते कष्ट पाउछु किसी भी खराब हो प्रत्येक जिनसर मूल कौन जानते आम मैंने अत्यधिक परिमाण रे माया मोहरे छंदी जाऊँ। अत्यधिक मात्रा रे आम मैंने कौन करुचु संगति करुचु, अर्थात तुम चारिपटे जिते संगति रहिबे भाई भौणी बापा माँ सांग साथी जिते तुम भिड़ तुम पछपटे लगी रहिबो तुम जीवन में सेते दुख। 100 जन को बुझी कि रागिला कि मन दुख कला कि कष्ट पाइला कि कौन है, प्रत्येक जन को कथा बुझी 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 तुम जीवनटा ये कष्टमय हेबो। किंतु जहाँ पछरे कहीं नहीं, जार कहीं नहीं देखिए जो किसी लोक अच्छा से बाल्यरू से कौन कर ना ब्रह्मचर्य नहीं बाहा ही ना, तो से बाहा ना फैमिली ना, तो से बापा माँ आस्ते आस्ते बुढ़ा हो सारा मृत्यु है। तो तापर वंशरे सी एकुटिया रहा ना, से बाई ना पुत्र अच्छी कन्या अच्छी स्त्री अच्छी ना संसार अच्छी। तो सी एकुटिया भय करें कि मो स्त्री देह खराब है कि मो छुआर आज या कि सहीटा है, तो दुख कौटू आस मत कह। सी केवल निजे निजे खाऊे पीऊे बुलूे जो दिन मरीगले मरीगले। तो एक्जाक्टली भागवत या कहुई ये जदु अवधूत संवादर मूल अर्थ कौन ना वैराग्य ही श्रेष्ठ धर्म, वैराग्य ही सार जीवन शिक्षा सबुठ लालसा तथा आशा किछि पर पाखर किछि आशा करिबा, धन संपत्ति खाद्यपेय सबु किछि कौन ना क्षणिक, ए सब को आशा करबा आवश्यकता नहीं। ये सब आशा कले मनुष्यर प्रत्येक कष्ट आसीबो। तो आम एटा बुझुछु, ठीक अच्छे। देख तापर एक दिन जदु राजा एक निर्विकार निर्मोह स्वतंत्र अवधूतिका को देखी आश्चर्य हेले। से देखिले मु कही अलरेडी बुझे सारी बस लिखी तुम खाली पढ़ी दियो, मुझे अलरेडी बुझे सारी विषय से अवधूतर कौन आसक्ति नहीं, भय नहीं, दुख नहीं एवं से सबुदिन सुखी। ये सखी हो जाए मैंने सुखी सबुदिन सुखी ओ शांत, ठीक अच्छे। सबुदिन सुखी और शांत। जदु पचारिले हे महाशय आपण एपरी निर्मोह दुख रहित और स्थिर मन केमिति पाइले कि आपणकर गुरु। तापर अवधूत कहले मोर 24 गुरु अत्यंत प्रकृति मो जीवन शिक्षा गुरु अच्छा प्रकृति मो जीवन शिक्षा नहीं बुझी सारी पे मैंने अलरेडी तो विषय आ कि कहूनी, वीडियो लंग हो जाऊँगी। मु बस 24 गुरु संपर्क बुझाऊँ 1 नंबर रु 24 पर्यंत को मैंने अच्छा। फर्स्ट देख माटी पृथ्वी सहिष्णु आम मैंने जाचु आम माँ आम माटी माँ सबुठ सहिष्णु सब सहिची सी आम तापर घर करुचु पहाड़ को खोली नौचु समुद्र खोलुचु नहीं पोखरी खोलुचु केते कौन खोलिक नई नाल पर्वत कर दौचु। बट आम माटी सब सहिष्णु सब सहिचे कष्ट है से पथरटा ही पड़ रही नुहे कि। तो वसुधा हूँ सहिष्णु ताहा सब कष्ट
ସବୁ କଷ୍ଟ, ମଳିନତା, ଭାର ବହୁଥିଲେ ମଧ୍ୟ ନିର୍ବିକାର ଶିକ୍ଷା, ସହନଶୀଳତା, କରୁଣା, ଧୈର୍ଯ୍ୟ। ଆମେ ମାଟି ପାଖରୁ ଏହା ଶିଖିଲୁ କି ଆମେ ଜୀବନରେ ସବୁବେଳେ ସହନଶୀଳ ହବା ଦରକାର, ସହିଷ୍ଣୁ ଗୁଣ ବହନ କରିବା ଦରକାର ନିହାତି। ତାପରେ ଦେଖ ପବନ ପାଖରୁ କଣ ଶିଖିଲୁ? ପବନ ସବୁକୁ ସ୍ପର୍ଶ କରିଥିଲେ ମଧ୍ୟ କେଉଁଠି ଲାଗି ରହେ ନାହିଁ। ଶିକ୍ଷା କଣ ପାଇଲୁ ସେଠୁ ପବନଠୁ? ନା ସଂସାରରେ ରହିବା କିନ୍ତୁ ସଂସାରୀ ନ ହବା। ସଂସାରରେ ରହିବାନି କଣ ଛାଡି ପଳେଇବା? ସଂସାରରେ ଜନ୍ମ ହେଇଛେ ରହିବା, କିନ୍ତୁ ଅତ୍ୟଧିକ ମୋହମାୟାରେ ପଡିବାର ନାହିଁ। ଆମେ ଆସିଛେ ଗଣ୍ଡେ ଖାଇବା, ଆମ ପେଟ ପୁରିବା ଦରକାର, ଆଉ ଭଗବାନଙ୍କ ନାମ ଜପିବା ଦରକାର, ଆଉ ଆମର କର୍ମ ଯାହା କରିବା ଦରକାର। କିନ୍ତୁ ମୋହମାୟାରେ ପଡିକି କାହା ପାଇଁ କାହା ମନରେ କ୍ରୋଧ, କାହା ପାଇଁ ମନରେ ଈର୍ଷା। ଆଜିକାଲି ଲୋକ ଏତେ ଈର୍ଷା କରୁଛନ୍ତି ଲୋକଙ୍କୁ, ତାର ଗାଡି ହେଲା ମୋର ନାହିଁ, ତାର ଭଡା ହେଲା ମୋର ନାହିଁ, ତା ଘର 5 ତାଲା ହେଲାଣି ମୋର କିନ୍ତୁ 5 ତାଲା ହେଇନି, କି ତା ଘର ସିଏ ଏତେ ଖୁସିରେ ରହୁଛି ମୁଁ କାହିଁ ଖୁସି ନାହିଁ। ଅନ୍ୟର ଜୀବନ ଶୈଳୀକୁ ଲୋକମାନେ ଏତେ ଦେଖୁଛନ୍ତି ଯେ ସେମାନେ ଆଜି ନିଜେ ଖୁସିରେ ରହିପାରୁନାହାନ୍ତି। ସେମାନେ ନିଜେ ଖୁସିରେ ଯେତିକି ସମୟ ସେ ପରକୁ ଦେଖିକି ସେ କେମିତି ଖୁସି ଅଛି ବୋଲି ଦେଖିକି ଭାବୁଛନ୍ତି, ତା ପାଇଁ ଈର୍ଷା କରୁଛନ୍ତି, ସେତିକି ସମୟ ଯଦି ସେ ନିଜ ଫ୍ୟାମିଲି କେମିତି ଖୁସିରେ ରହିବ, ନିଜ ପରିବାର ସେମାନେ କେମିତି ଖୁସିରେ ରହିବେ, ନିଜ ପରିବାରରେ କଣ ପ୍ରୋବ୍ଲେମ ହଉଛି ଜାଣିପାରିବେ, ତାହେଲେ ସେ ଖୁସିରେ ରହିବେ। କିନ୍ତୁ ଆମେ ମାନେ ଆମ ନିଜ ଉପରେ ଧ୍ୟାନ ଦଉନେ। ସିଏ କଣ କଲା, ସିଏ କଣ ହେଲା ନାହିଁ, ଆମେ ଦିନ ସକାଳରୁ ରାତି ଆମର ବିତି ଯାଉଛି କେବଳ ସିଏ କଣ କଲା ବୋଲି ଭାବିକି, ନୁହଁ କି? ତ ପବନ କଣ କରେ? ସବୁ ଜାଗାରେ ସ୍ପର୍ଶ କରେ, ପ୍ରତ୍ୟେକ ଜାଗାକୁ ସେ ଛୁଇଁ ଯାଏ, କିନ୍ତୁ କାହା ପାଖରେ ସେ ଲାଖିକି ରହେନି, କାହା ପାଖରେ ତାର କୌଣସି ମାୟା ସେ ଲଗାଏନି, ସମସ୍ତଙ୍କୁ ଛୁଇଁ ସେ ପଳେଇଯାଏ। ଠିକ ସେମିତି ସଂସାର ରହିବା, କିନ୍ତୁ ଅତ୍ୟଧିକ ସଂସାରୀ ହେଇକି ଲୋଭ ମୋହ ମାୟାରେ ବୁଡି ରହିକି କାହା ପ୍ରତି ହିଂସା, କ୍ରୋଧ, ତାଡନା ଏସବୁ କରିକି କିଛି ଲାଭ ନାହିଁ। ପବନ ଭଳିଆ ହବା ଦରକାର। ଠିକ ଅଛି। ଆକାଶ ଦେଖ, ଆକାଶ ଭିତରେ ସମସ୍ତ ଗ୍ରହ ନକ୍ଷତ୍ର ଥାନ୍ତି। ଏହିଠାରେ ସମସ୍ତ ପ୍ରାକୃତିକ ପ୍ରକ୍ରିୟା ମଧ୍ୟ ହୋଇଥାଏ। ସତ ନୁହଁ କି? ଆକାଶ କଣ ହୁଏ ନା, ଆକାଶ ଭିତରେ ସମସ୍ତ ଗ୍ରହ ନକ୍ଷତ୍ର ଥାନ୍ତି। ଏଇଥିରେ ସମସ୍ତ ପ୍ରାକୃତିକ ପ୍ରକ୍ରିୟା ହୁଏ, ଅର୍ଥାତ୍ ବର୍ଷା ହୁଏ, ଖରା ହୁଏ, ବନ୍ୟା ବାତ୍ୟା ସବୁ ସେଠୁ ଉପରୁ ସୃଷ୍ଟି ହେଇକି ଆସେ, କିନ୍ତୁ ଏହା ପରିବର୍ତ୍ତନ ହୁଏନି। ଅର୍ଥାତ୍ ଆକାଶ ସେମିତି ବିଶାଳ ହେଇକି ପଡି ରହିଥାଏ, ଉପରେ ଥାଏ, କିନ୍ତୁ ସେଇଠି ଚନ୍ଦ୍ର ତାରା ନକ୍ଷତ୍ର ସମସ୍ତ ଥାନ୍ତି। ବର୍ଷା ହୁଏ, ଖରା ହୁଏ, ଘଡଘଡି ହୁଏ, ବିଜୁଳି ହୁଏ, କିନ୍ତୁ ଆକାଶ ସେମିତି ଶାନ୍ତ ହେଇକି ଥାଏ। ତାର ସେଇ ଗର୍ଭରେ ସେ ଗ୍ରହ ନକ୍ଷତ୍ର ମାନଙ୍କୁ ଧରି ରଖିଛି। ଠିକ ସେମିତି ତା ପାଖରୁ ଆମେ କଣ ଶିଖିବା ନା, ବିଶାଳ ହବା ଦରକାର, ଉଦାର ହବା ଦରକାର, ଆଉ ବିଶାଳ ମନୋଭାବ ହେବା ଦରକାର, ନୁହଁ? ତାପରେ ଦେଖ ଜଳ ଶୁଦ୍ଧ, ସବୁକୁ ପବିତ୍ର କରେ। ଜଳ କଣ? ଶୁଦ୍ଧ, ସମସ୍ତଙ୍କୁ ପବିତ୍ର କରେ। ଆମ ଜୀବନରେ ଆମେ ସେମିତି ପବିତ୍ର ହେଇଥିବା ଦରକାର, ଶୁଦ୍ଧ ହେବା ଦରକାର। ଆମ ମନରେ କୌଣସି ମଳିନତା, କୌଣସି କଳୁଷ ପଙ୍କ ନ ରହିବା ଦରକାର, ନୁହଁ? ତାପରେ ଦେଖ ଅଗ୍ନି ଅଶୁଦ୍ଧକୁ ଦଗ୍ଧ କରେ, କିନ୍ତୁ ନିଜେ ଅଶୁଦ୍ଧ ହୁଏନି। ଦେଖ, ପ୍ରତ୍ୟେକ ଅଶୁଦ୍ଧ ମଇଳା ହଉ ଯାହା ହଉ, ପ୍ରତ୍ୟେକ ଅଶୁଦ୍ଧକୁ ଆମେ ପୋଡି ଦଉଛୁ। ଏଣ୍ଡ ହଉଛି ପୋଡିଦବା, ପ୍ରତ୍ୟେକର ଶେଷ ହଉଛି ଆମେ ପୋଡି ଦଉଛୁ। କିନ୍ତୁ ଅଗ୍ନି କଣ? କେବଳ ଆମେ କହୁଛେ ଅଗ୍ନି କେବଳ ମାନେ ଅଶୁଦ୍ଧ ହେଇଛି, ଆମେ ତାକୁ କହୁଛେ କଣ ସେ ଅଗ୍ନିକୁ ଛୁଅନି, ସେଟା ଅସନା ହେଇଛି, କେବେ କହୁଛୁ ନା? ଅଗ୍ନି ସବୁବେଳେ ପବିତ୍ର, ତା ଭିତରକୁ କିଛି ଅଶୁଦ୍ଧ ଯାଇପାରେ ନା। ଠିକ ସେମିତି ଆମେ ସମସ୍ତଙ୍କ ସାଙ୍ଗରେ ମିଶିବା, ସବୁ କିଛି କାର୍ଯ୍ୟ କରିବା, କିନ୍ତୁ ଆମେ ଯେମିତି ଅପବିତ୍ର ହବା ନାହିଁ, ଆମେ ଯେମିତି ନିଜର ସତ୍ତାକୁ କାହା ପାଖରେ ହରେଇ ଦବା ନାହିଁ। ଆମେ ସବୁବେଳେ ସବୁ ଜାଗାରେ ମିଶିବା, ବସିବା, ସବୁ କରିବା, କିନ୍ତୁ ଅପବିତ୍ର ହବା ନାହିଁ, କି କୋଉଠି ଆମର ସତ୍ତାକୁ ହଜେଇ ଦବା ନାହିଁ। ଆମ ଦ୍ୱାରା ଯେମିତି ସବୁ ଖରାପ ଦଗ୍ଧୀଭୂତ ହେଉଥିବ, ପ୍ରତ୍ୟେକ ଖରାପକୁ ଆମେ ନାଶ କରିବା ଦରକାର, ନା କି ଆମେ ଖରାପ ହେଇଯିବା ଦରକାର। ଠିକ ହେଲା। ତାପରେ ଦେଖ ଚନ୍ଦ୍ର ତିଥି ଅନୁସାରେ ଘଟେ, କିନ୍ତୁ ତାହାର ସ୍ୱରୂପ ସବୁବେଳେ ସମାନ। ତିଥି ଅନୁସାରେ ଘଟେ, ଅର୍ଥାତ୍ ତିଥି ଅନୁସାରେ କମେ। ବୁଝିପାରିଲ? ଘଟେ ମାନେ କମିବା। ଚନ୍ଦ୍ର ଯେତେବେଳେ ଅମାବାସ୍ୟା ତିଥି ଆସେ, କଣ ହୁଏ? ସେତେବେଳେ ଚନ୍ଦ୍ର କ୍ଷୀଣ ହେଇଯାଏ ନା, ଆଉ ଯେତେବେଳେ ପୂର୍ଣ୍ଣମୀ ତିଥି ଆସେ ସେ ପୁଣି ଗୋଲ ହୁଏ। କିନ୍ତୁ ତାର ସତ୍ତା କଣ? ସେ ଗୋଲ। ସେ ଅମାବାସ୍ୟାରେ କ୍ଷୀଣ ହେଇକି ଫାଳେ ଚନ୍ଦ୍ର ହେଇଗଲେ ବି ସେ ପୁଣି ଯାଇକି ସେ ଗୋଲ ଅବସ୍ଥାକୁ ପହଞ୍ଚି ଯାଉଛି। ତ ଜୀବନରେ ସବୁବେଳେ ନିଜ ସତ୍ତା ହରେଇବା କଥା ନୁହଁ। ଶରୀର ପରିବର୍ତ୍ତନ, କିନ୍ତୁ ଆତ୍ମା
ଅବିଚଳିତ ଅର୍ଥାତ୍ ଆମ ଶରୀରଟା କାହାର ପତଳା କାହାର ମୋଟା, ଆମେ ଆଜି ମୋଟା ଅଛୁ କାଲି ପତଳା ହେଇଯିବୁ, କାଲି ପତଳା ଥିଲୁ ଆଜି ମୋଟା ହେଇଯିବୁ, ଆଜି ଗୋରା ଥିଲୁ କାଲି କଳା ଥିଲୁ ଆଜି ଗୋରା ହେଇଗଲୁଣି, କଣ ଲଗେଇକି ଗୋରା ହେଇଗଲୁଣି, ସବୁ କରୁଛୁ। କିନ୍ତୁ ଆମ ଆତ୍ମା ସେଇ ଗୋଟେ, ସିଏ ନା କଳା ନା ଗୋରା ନା ଚେଞ୍ଜ ହଉଛି, ନା ମୋଟା ନା ପତଳା, ଆତ୍ମା କେବଳ ଗୋଟେ। ସେ ଖାଲି ଘଟ ପରିବର୍ତ୍ତନ ହଉଛି। ସେମିତି ଚନ୍ଦ୍ର ପରିବର୍ତ୍ତନ ହେଲେ ବି ଭୁଲ, ସେମିତି କଣ ଆମ ଶରୀରଟା ସେମିତି ଆମେ ମାନେ କଣ କରିବା ଦରକାର, ଆମ ମାନଙ୍କ ଶରୀର ପରିବର୍ତ୍ତନ ହେଲେ ମଧ୍ୟ ଆମ ଆତ୍ମା ଏକ। ତାପରେ ଦେଖ ସୂର୍ଯ୍ୟ ଜଳକୁ ଗ୍ରହଣ କରି ପୁଣି ବର୍ଷା ଆକାରରେ ଦିଏ। ଶିକ୍ଷା କଣ ଏଥିରୁ ପାଇଲେ ନା ଗ୍ରହଣ କରିବା ଆଉ ଦାନ କରିବା ଦରକାର। ଆମେ ମାନେ ସୂର୍ଯ୍ୟଙ୍କ ଭଳି ଭଲ ଜିନିଷ ଗ୍ରହଣ କରିବା ଦରକାର ଏବଂ ଲୋକମାନଙ୍କୁ ଦାନ କରିବା ଦରକାର। ସେ ଶିକ୍ଷା ହଉ, ଗୀତ ହଉ, ସଙ୍ଗୀତ ହଉ, କିଛି ବି ହଉ, ଆମେ ଯାହା ଶିଖିଛୁ ଲୋକଙ୍କୁ ଦାନ ଦେବା ଦରକାର, ଲୋକଙ୍କୁ ଶିଖେଇବା ଦରକାର। ତାପରେ କପୋତ ପକ୍ଷୀ ଅତ୍ୟନ୍ତ ଆସକ୍ତି। ଥରେ କଣ ହେଇଛି ନା ଜଙ୍ଗଲରେ କପୋତ ପକ୍ଷୀ, ତ ସେଥିରେ ଗୋଟେ ଗପ ଲେଖା ହେଇଛି ନା କପୋତ ପକ୍ଷୀ ତାଙ୍କର ପତି ପତ୍ନୀ 2 ଜଣ ଅଛନ୍ତି, ଗୋଟେ ତାଙ୍କ ପିଲାମାନେ ବି ଅଛନ୍ତି। ସେ କଣ ହେଇଛି ନା ଜଣେ ଗୋଟେ ଶିକାର ଆସିକି ବ୍ୟାଘ୍ର ବା ଶିକାରୀ ଆସିକି କଣ କରୁଛି, ତଣ୍ଡୁଳ କଣା ବା ଚାଉଳ କଣା ଯୋଉ ଖୁଦ ଆଣିକି ପକେଇଛନ୍ତି, ଆଉ ସେମାନେ ଆସକ୍ତି ହେଇକି ସେଠି ଯାଇକି ସବୁ ତା ଜାଲରେ ଫସି ଯାଉଛନ୍ତି ଖାଇବା ବୋଲି। ତ ସେଥିପାଇଁ ମୋହ ମାୟାରେ ପଡିଲେ ଏମିତି ମୃତ୍ୟୁ ଭୋଗିବାକୁ ପଡେ। ଖାଦ୍ୟ ଖାଇଯିବା କି କଣ ପିନ୍ଧିବା, କଣ ଇଏ କରିବା, ଏମିତି ମୋହ ମାୟା ଭିତରେ ପଡିଗଲେ କପୋତ ପକ୍ଷୀ ମୃତ୍ୟୁ ହବ, ଲାଳସାରେ ପଡିଲେ। ତାପରେ ଦେଖ ଜୁଳୁଜୁଳିଆ ପୋକ ଖଦ୍ୟତିକା ଯିଏ ଆଲୋକ ପ୍ରତି ଆସକ୍ତି ନହବା, ଆଲୋକ ପ୍ରତି ଆସକ୍ତି ହେବା। ଦେଖ ଏଇଟା ଆଲୋକ ପ୍ରତି ଆସକ୍ତି ହେବା। ତ ଆଲୋକ ପ୍ରତି ଆସକ୍ତି କଣ, ଯେତେବେଳେ କହିଥିଲେ ଜୁଳୁଜୁଳି ପୋକ କଣ ହୁଏ ନା ଯେତେବେଳେ ଚୁଙ୍ଗି କି କଣ ଲଣ୍ଠନ କି କିଛି ବି ଆଲୁଅ ଜଳେ, ସେ କଣ କରେ ଆସିକି ଆଲୋ ପାଖରେ କଣ କରେ, ସେ ଆଲୋ ପାଖରେ ଆସିକି ପୋଡି ହେଇଯାଏ। ଜୁଳୁଜୁଳିଆ ପୋକ କଣ ଅନ୍ୟାନ୍ୟ ପୋକ ମାନେ ମଧ୍ୟ ପୋଡି ହେଇଯାଆନ୍ତି। ତ ଆମେ ମାନେ ସେଇଭଳି ଆଲୁଅ କିଛି ଗୋଟେ ଦେଖିକି କିଛି ଚିନ୍ତା ନ କରିକି ଆମେ କଣ କରୁ, ମାଡି ଯାଉ ସେଇଆଡକୁ, ଆଉ ତାପରେ ବିପଦ ଆମକୁ ମାଡି ଆସେ। ଆମେ ସବୁ ଜିନିଷ ଚିନ୍ତା କରିକି କାହା ପ୍ରତି ଏତେ ଆସକ୍ତି ହବା ଦରକାର ନାହିଁ, ହେଲେ ଆମେ ଫସିଯିବା ଦିନେ, ବୁଝିହେଲା। ତାପରେ ଦେଖ ହାତୀ ଇନ୍ଦ୍ରିୟ ସୁଖରେ ପଡି ଫାନ୍ଦରେ ଧରାଯାଏ। ହାତୀ କଣ ହୁଏ, ଶିକାର ଦ୍ୱାରା ଧରା ହୁଏ। ସେଇ ଇନ୍ଦ୍ରିୟ ସୁଖ, ଖାଇବା ଲାଳସାରେ କି କିଛି ବି ଇନ୍ଦ୍ରିୟ ସୁଖ, ତାକୁ ଇଚ୍ଛା ହେଲା ତାର ମନ ହଉଛି ଖାଦ୍ୟ ଖାଇବା ପାଇଁ, ଡାଳ ଖାଇବା ପାଇଁ, କଅଁଳିଆ ଘାସ ଖାଇବା ପାଇଁ, ତ ସେଇ ସବୁ ସେ କଣ ଲାଳସାରେ ପଡିକି କଣ ହେଲା, ଇଚ୍ଛାରେ ମୋହରେ ପଡିକି ଶିକାରୀ ହାତରେ ଧରା ହୁଏ ଇନ୍ଦ୍ରିୟ ସୁଖ ପାଇଁ। ଆମର ଯେ ଇନ୍ଦ୍ରିୟ ନା ପଞ୍ଚେନ୍ଦ୍ରିୟ, ଦୃଶ୍ୟେନ୍ଦ୍ରିୟ, ଶ୍ରବଣେନ୍ଦ୍ରିୟ, ସ୍ୱାଦେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ, ସ୍ପର୍ଶେନ୍ଦ୍ରିୟ, ଏ ସବୁ ଇନ୍ଦ୍ରିୟ ହଉଛି ସବୁର ମୂଳ କାରଣ। ଇନ୍ଦ୍ରିୟର ସୁଖକୁ ଯେତେ ତମେ ବର୍ଜନ କରିବ, ନିଜକୁ କଣ୍ଟ୍ରୋଲ କରିବ, ଦେନ୍ ତମେ ସେତେ ଖୁସିରେ ରହିପାରିବ। ମଧୁମକ୍ଷିକା ଅତ୍ୟଧିକ ସଂଗ୍ରହ କରୁଥିବାରୁ ତାଙ୍କ ସଂଗ୍ରହ ନିଜେ ବିନାଶ କରେ। ମଧୁମକ୍ଷିକା କଣ ଭାବେ, ମୁଁ ଆଉ ଟିକେ ମଧୁ ସଂଗ୍ରହ କରିବି, ଆଉ ଟିକେ ସଂଗ୍ରହ କରିବି। ଅତି ସଂଗ୍ରହ ବି ଭଲ ନୁହଁ। ଆମେ କଣ କରୁଛୁ, ବହୁତ ଲୋକ ପଇସା ଇନକମ କରୁଛନ୍ତି, ତାକୁ କଣ କରୁଛନ୍ତି, ପଇସା ଇନକମ କରୁଛନ୍ତି, କିନ୍ତୁ ଘରେ କଣ କରୁଛନ୍ତି, ଭାତ ଆଉ ଆଳୁ ଚଟଣି ଦେଇକି ଖାଉଛନ୍ତି। ବହୁତ ଲୋକ ଅଛନ୍ତି ବହୁତ ପଇସା ଇନକମ କରୁଛନ୍ତି, କିନ୍ତୁ ପିନ୍ଧୁଛନ୍ତି ସେ ଗୋଟିଏ ଡ୍ରେସ ଜୀବନ ସାରା। ବହୁତ ଲୋକ ଅଛନ୍ତି ପିଲାମାନେ। ଆମେ ଯଦି ଭଗବାନ ଆମକୁ ସେତିକି କେପାବୁଲ ବନେଇଛି, ଭଗବାନଙ୍କର ସେତିକି ଯୋଗ୍ୟ କରିଛି, ଆମେ ଭଲ ଇନକମ କରୁଛୁ, କିଛିଟା ତ ଭଲ ପିନ୍ଧିବୁ। ହଁ ନା 10 ହଳ ଦରକାର ନାହିଁ ଡ୍ରେସ, 2 ହଳ 4 ହଳ ତ ପିନ୍ଧି ପାରିବୁ। ହଁ ଖାଦ୍ୟ ଆମେ ଭଲ ପଲାଉ ବିରିୟାନୀ ନ ଖାଇପାରୁ, କିନ୍ତୁ ଭାତ ତରକାରୀ 2ଟା ଆମ ବାଡି ଘରେ ପରିବା ଦେଇକି ତ ଖାଇପାରିବୁ। କିନ୍ତୁ ନା, ସେମାନେ ନା ପରିବା ପତ୍ର କିଣି ଖାଇବେ, ନା ଭଲ ଲୁଗାପଟା ପିନ୍ଧିବେ। ଏମିତି ବହୁତ ଲୋକ ଅଛନ୍ତି, ତାଙ୍କ ପାଖରେ ପଇସା ଅଛି କିନ୍ତୁ ସେମାନେ ନା କାହାକୁ ଦିଅନ୍ତି ନା ନିଜେ ଖାଆନ୍ତି। ଆଉ ବହୁତ ଲୋକ ଅଛନ୍ତି ତାଙ୍କ ପାଖରେ କିଛି ନାହିଁ, କିନ୍ତୁ ତାଙ୍କର ବହୁତ ମନ, ସେମାନେ ଖାଇବେ ପିନ୍ଧିବେ, କିନ୍ତୁ ସେମାନଙ୍କୁ ଭଗବାନ ପଇସା ଦେଇନାହିଁ। ଏମିତି ବହୁତ ଲୋକ ଅଛନ୍ତି। ସେଥିପାଇଁ ଯାହାର ଅଛି ସେ ଖର୍ଚ୍ଚ କରୁନି, କି ନିଜ ପାଇଁ କରୁନି, କି ଆଉ କାହା ପାଇଁ ଖର୍ଚ୍ଚ କରୁନି। ଆଉ କିଛି ଲୋକ ଅଛନ୍ତି ସେମାନଙ୍କର ନାହିଁ, କିନ୍ତୁ ଇଚ୍ଛା ଅଛି, ଯଦି ପଇସା ଥାନ୍ତେ ଏମିତି କରନ୍ତେ ସେମିତି କରନ୍ତେ। ସେମିତି ମହୁମାଛି ଖାଲି ସଂଗ୍ରହ କରିଯିବା, ପଇସା ଇନକମ କରିକି ଖାଲି ରଖିଦବା, କିନ୍ତୁ ସେଥିରେ କିଛି ବି କାମରେ ଆସେନି ସେ ପଇସା। ଆମେ ଏମିତି ପଇସା ରଖି ରଖି ଦିନେ ମୃତ୍ୟୁବରଣ କରୁ। ସେ ପଇସା ନା କାହାକୁ ଦେଇପାରିଲ, କାହା ପଛରେ ଲାଗିଲା, ନା ନିଜ ପାଇଁ କିଛି କଲ, ନା ଖାଲି ମୁଣ୍ଡ ତଳେ ଦେଇକି ଶୋଇବା କଥା।
ଠିକ ସେମିତି ମଧୁମକ୍ଷିକ ଭାବେ କଣ ନା ମହୁ ସଂଗ୍ରହ କରିବେ, ଆଉ ଟିକେ ମହୁ ସଂଗ୍ରହ କରିବେ, ଆଉ ଟିକେ ଲମ୍ବା ବଡ ଘରଟେ କରିବେ। ଯେତେବେଳେ ସେ ଏମିତି କରେ ସେତେବେଳେ କଣ ହୁଏ, ମହୁଟା ପୁରା ପାକଳ ହେଇଯାଏ। ଲୋକମାନେ ଯାଆନ୍ତି ସେ ମହୁମାଛିକୁ କାଟିକି ନେଇକି ନିଜେ ଖାଦ୍ୟ ଭାବରେ ଗ୍ରହଣ କରନ୍ତି। ମହୁମାଛି ଯଦି ସେତେବେଳେ ମୂଳରୁ ସେ ଗ୍ରହଣ ସଂଗ୍ରହ କରିକି ସେତେବେଳେ ସେ ଖାଇଥାନ୍ତା ତାହେଲେ ସେ ଖାଇ ପାରିଥାନ୍ତା, କିନ୍ତୁ ସିଏ ଆହୁରି ସଂଗ୍ରହ କରିବା କିନ୍ତୁ ନିଜେ ଖାଇଲେନି, ଖାଲି ସଂଗ୍ରହ କରି ସେପଟେ ଲୋକମାନେ ମହୁମାଛିକୁ କାଟିକି ନେଇଯାଆନ୍ତି। ବୁଝିପାରିଲେ? ତେଣୁ ଅତ୍ୟଧିକ ସଂଗ୍ରହ କରିକି ଏସବୁ କରିକି କିଛି ଲାଭ ନାହିଁ। ତାପରେ ଦେଖ ସର୍ପ ଘରେ ରହେନି, ନିଜେ ମନ୍ଦିର ତିଆରି କରେନି। ସର୍ପ ଘରେ ରହେନି, ନିଜେ ମନ୍ଦିର ତିଆରି କରେନି, ଅର୍ଥାତ୍ ମନ୍ଦିର ମାନେ ଗୃହ। ସର୍ପ ଦେଖିଛୁ, ସାପର ନିଜର ଘର ନାହିଁ ଆଜ୍ଞା। ସାପ କଣ କରେ ନା କାହାର କୋଉ ବେଙ୍ଗ ଗାତ କିମ୍ବା ଆଉ କାହାର ଘରେ ଗାତରେ ସେଠି ଯାଇକି ସେ ନିଜେ ପଶେ, କି କାହା ଘରେ ପଶିଲାଣି ଏମିତି ହୁଏ। ତାହା ନିଜର ସେମିତି ଗୋଟେ ସେପାରେଟ ଘର ନାହିଁ। ଠିକ ସେମିତି ଘର ଦ୍ୱାର କରିକି କରିକି ଆମେ ଯେତେ ବଡ ବଡ ଜିନିଷ ଆମେ କରିବା, ଘର ଦ୍ୱାର ଯେତେ ସବୁ କରିବା, ଆମକୁ କଣ ହୁଏ, ମାୟା ମୋହ ବାନ୍ଧିକି ରଖେ। ଆହୁରି ବୁଢିଆଣୀ ନିଜ ତାରରେ ଜାଲ ବୁଣେ, ସେହି ଜାଲରେ ନିଜେ ଦିନେ ଫସିଯାଏ। ବୁଢିଆଣୀ ନିଜେ ଚାରିକଡ଼ରେ ଜାଲ ବୁଣେ, ସେ ଜାଲରେ ଦିନେ ସେ ଫସିଯାଏ। ଏ ଜାଲ ହଉଛି ଜଗତ ହଉଛି ଗୋଟେ ଜାଲ ସଦୃଶ ମାୟା। ଆମେ ମଧ୍ୟ ସେ ଜଗତର ମାୟା ବନ୍ଧନରେ ଫସି ଯାଉଛୁ ଆଉ କଷ୍ଟ ପାଉଛୁ। ବୁଝିଲ? ମୃଗ କଣ ହେଇଛି ନା ସୁନ୍ଦର ଘାସ ଓ ତୃଣ ଦେଖିକି, ପିଲାମାନେ PDF ରେ ବହୁତ ସାରା ଟାଇପ କରିବାକୁ ପଡୁଛି, ତ କେତେବେଳେ ସ୍ପେଲିଂ ମିଷ୍ଟେକ୍ ହଉଥିବ ଟିକେ ଆଡଜଷ୍ଟ କରିକି ପଢିବ, କୋଉଠି କଣ ଛାଡି ଯାଇଥିବ ଦେଖିଥିବ। ସୁନ୍ଦର ଘାସ ଓ ତୃଣ ଦେଖି ମୃଗ ଫାନ୍ଦରେ ପଡିଯାଏ। ମୃଗ କଣ ହୁଏ, କଅଁଳିଆ ଘାସ ଦେଖିକି ଦୌଡ଼ିକି ପଳାଏ, ଦେଖିଲାକୁ ଶିକାର ଜାଲ ବିଛେଇଥାଏ। ତେଣୁ ସେ ଇନ୍ଦ୍ରିୟ ସୁଖ ଲାଳସାରେ ଇନ୍ଦ୍ରିୟ ସୁଖ ପାଇଁ ସେ କଣ ହୁଏ, ମୃତ୍ୟୁବରଣ କରେ। ମୀନ ମାଛ ଲାଳସାରେ ପଡି ଶିକାର ହୁଏ। ସବୁ ସେ ଇନ୍ଦ୍ରିୟ ସୁଖ ପାଇଁ ଦୁଃଖ ଆମେ ପାଇଥାଉ। ବେଶ୍ୟା ମୁଁ କହିଥିଲି ପୂର୍ବ ଭିଡିଓରେ ବୋଧେ ଯୋଉମାନେ ପିଙ୍ଗଳା ବେଶ୍ୟା ପଢେଇଥିଲି ତା କଥା କହିଥିଲେ। ସେ ଧନିକ ଯୁବକ ନ ଆସିବାରୁ ଶିକ୍ଷା ପାଇଥିଲା। ଧନିକ ଯୁବକ ତାକୁ କଥା ଦେଇକି ଯାଇଥିଲା, ସେ ତାହା ବିଶ୍ୱାସରେ ରାତ୍ରି ଯାପନ ପାଇଁ ସଜବାଜ ହେଇକି ବସିଥିଲା, କିନ୍ତୁ ଆଉ ସେ ଆସିଲାନି। ତ ସେଥିପାଇଁ ପିଙ୍ଗଳା ପାଖରୁ ଆମେ କଣ ଶିଖିଲୁ, ପିଙ୍ଗଳା ଶେଷକୁ ଜାଣିଲା ଯେ କାହା ଉପରେ ଭରସା କରିବା କଥା ନୁହଁ। ଏ ଜୀବନ, ଏ ଶରୀର ସବୁ କିଛି ଭଗବାନଙ୍କର, ମାଧବଙ୍କର, ତାଙ୍କରି ଉପରେ ଭରସା କରିକି ତାଙ୍କୁ ସବୁ କିଛି ସମର୍ପଣ କରିବା ଦରକାର। ଏଇଟା ପିଙ୍ଗଳା ବେଶ୍ୟା ପାଖରୁ ଶିଖିଛନ୍ତି। କୁମାରୀ ଅର୍ଥାତ୍ ଛୋଟ କନ୍ୟା ଝିଅ ପାଖରୁ ନିଜ କାମ ଏକାକୀ କରିବା ସହଜ ହୁଏ। ଆ ସମ୍ପର୍କରେ ଗୋଟେ ଗଳ୍ପ ଅଛି ନା, ଥରେ ଗୋଟେ ଚାଉଳ କୁଟୁଥିବ ଗୋଟେ ଝିଅଟେ, ହାତରେ ମେଞ୍ଚାଏ ଚୁଡ଼ି ଲଗେଇଥିବ। ସେ ଚୁଡ଼ିରେ ଯୋଉ ଚାଉଳ ଯେତେବେଳେ କୁଟୁଥିବ, ସେ ଚୁଡ଼ିରେ ଝୁଣ ଝୁଣ ସାଉଣ୍ଡ ଶୁଭୁଥିବ। ତ ସେ ଡିଷ୍ଟର୍ବ ହଉଥିବ, ସେ ଅନ୍ୟମନସ୍କ ହଉଥିବ, ସେ କାମ କରିପାରୁନଥିବ। ସେତେବେଳେ ସେ କଣ କରେ ନା, ପଟେ ଚୁଡ଼ି ଖୋଲିକି ରଖିଦବ, ଟିକେ ଝୁଣ କମିଯିବ, ଫେର ଟିକେ ପଟେ ଖୋଲିକି ରଖିଦବ, ଫେର ଟିକେ ଝୁଣ କମିଯିବ। ଏମିତି ସେ ଲାଷ୍ଟକୁ ସବୁ ଚୁଡ଼ି ଖୋଲିଦେଲା, ହାତରେ କେବଳ ଗୋଟେ ପଟ ଚୁଡ଼ି ରହିଲା। ମତେ କୁହ, ଗୋଟେ ପଟ ଚୁଡ଼ିରେ କଣ କିଛି ସାଉଣ୍ଡ ଶୁଭିବ? ଆସିବନି ନା ଶବ୍ଦ। ତ ସେଥିପାଇଁ ଜୀବନରେ ସବୁବେଳେ ଏକାକି ଯୋଉ କାମ କରିବ, ଏକା ଠିଆ ହେଇକି ଯୋଉ କାମ ତମେ କରିବ, ସେ କାମ ନିହାତି ସକ୍ସେସ୍ ହବ। 10 ଜଣ ରହିକି ଯୋଉ କାମ କରନ୍ତି ଚୁଡ଼ି ଭଳିଆ, ସେମାନେ ଖାଲି ଶବ୍ଦ କରିବେ, ବେଶୀ କଥାବାର୍ତ୍ତା କରିବେ, ଅଧିକା ଉପଦେଶ ଦେବେ, ଆଉ କିଛି ନୁହଁ। ତମ ଜୀବନରେ 1000 ଲୋକ ଥିଲେ ସେମାନେ ତମର କୌଣସି କାମରେ ଆସିବନି। ଗୋଟିଏ ଲୋକ ରହିଥିବା ଦରକାର ଯିଏ ଜୀବନରେ ତମର ସାଥ ଦବ। ତମେ ଏକୁଟିଆ କାମ କରିବା ଦରକାର, କାହାକୁ ନିଜ ବିଷୟରେ କହିକି ଖାଲି ଅଧିକା କଥା ସେମାନେ କହିବେ। ଏକାକି ସେମିତି ସବୁ କାମ କଲେ ସହଜ ହବ। ବୁଝିପାରିଲ? କୁମ୍ଭାର ଚକରେ ଘୁରୁଥିବା ଘଟ ରୂପକ ଜଗତ ନିରନ୍ତର ଚଳନ। ଚକ ଉପରେ ଯୋଉ ଘଟଟା ରଖିଥାଏ, ସେ ଘଟ ତିଆରି କରିଥାଏ କୁମ୍ଭାର। ସେ ଯେମିତି ପରିବର୍ତ୍ତନଶୀଳ। ଏବେ ଦେଖ, ଘଟଟା ଫାଷ୍ଟ ମାଟି ପିଣ୍ଡୁଳା ଥିବ, ସେ ପରିବର୍ତ୍ତନ ହେଇକି ଗୋଟେ ଛୋଟ ଘଟ ପରିଣତ ହବ, ତାପରେ ସେ ଘଟଟା ଟିକେ ବିଶାଳ ହବ। ତେଣୁ ସେମିତି ମଣିଷର ଏଇ ଯୋଉ ଘଟ ଅର୍ଥାତ୍ ଜଗତ ପରିବର୍ତ୍ତନଶୀଳ। କୁମ୍ଭାର ଚକରେ ଯୋଉ ଘଟ ଥାଏ ସେଟା ପରିବର୍ତ୍ତନଶୀଳ। ତୀର୍ଥ ନୁହଁ, ଏଇଟା ମହାପୁରୁଷ। ସେ କଣ କରିଥିଲେ, ଜଣେ ମହାପୁରୁଷ ବା ସାଧୁ। ଏଇଟା ସାଧୁ। ସେ ଜଣେ ସାଧୁଙ୍କ ପାଖରୁ କଣ ଶିଖିଥିଲେ, ସାଧୁଙ୍କ ସଙ୍ଗରେ ଶୁଦ୍ଧିକରଣ, ଅର୍ଥାତ୍ ସାଧୁ ସଙ୍ଗରେ ବସିଲେ, ସାଧୁ ସଙ୍ଗତି କଲେ ଆମେ ମାନେ ଶୁଦ୍ଧ ହବା, ଆମେ ମାନେ ବହୁତ କିଛି ଶିଖିବା, ଆମ ଆତ୍ମା ଶୁଦ୍ଧ ହବ, ଆମେ ମାନେ ଶାନ୍ତି ଶାନ୍ତିରେ ରହିବା। ଆମେ କଣ କରୁଛୁ, କିଏ କାହା ସାଙ୍ଗରେ ମିଶୁଛି, ଯିଏ ନୁଛୁଆ, ଯିଏ ଚୋର, ଯିଏ ଡକାୟତ, ଯିଏ ମଦ ପିଉଛି, ସିଗାରେଟ ଟାଣୁଛି,
ଆମେ ତା ସାଙ୍ଗରେ ମିଶୁଛୁ ତ ତା ପାଖରୁ କଣ ଭଲ କଥା ଶିଖା ଯାଇପାରେ? ମଦ କେମିତି ପିଇବା, ସିଗାରେଟ କେମିତି ଟାଣିବା, ଚୋରି କେମିତି କରିବା, ଏହା ଶିଖିବା ନା। ତ ଯେତେ ତମେ ଖରାପ ବ୍ୟକ୍ତିଙ୍କ ସାଙ୍ଗରେ ମିଶିବ, କୁସଙ୍ଗ କରିବ, ତମ ଜୀବନ ନର୍କ ହବ। ତମେ ଭଲ ସାଧୁ ସଙ୍ଗ କଲେ ଜୀବନ ସୁସ୍ଥ ହବ, ଜୀବନ ସୁନ୍ଦର ହବ। ବୁଝିଲ? ତାପରେ ଦେଖ, ଶିଳା। ଶିଳା ସ୍ଥିର ଅଚଳ। ଶିଳା ମନୋବଳ ଓ ଅବିଚଳିତ। ଶିଳା ଅର୍ଥାତ୍ ପଥର। ପଥର ପାଖରୁ କଣ ଶିଖିଲେ ନା ସେ ସେଇଠି ପଡି ରହିଥିବ, କେବେ ଘୁଞ୍ଚା ନାହିଁ, ଅଚଳ ଅସ୍ଥିର, ଅଚଳ ସେ ସ୍ଥିର। ତେଣୁ ଜୀବନରେ ସବୁବେଳେ ଅବିଚଳିତ ହବା ଦରକାର ନାହିଁ, କଣ କରିବୁ କଣ ନାହିଁ ସେମିତି ନାହିଁ। ଜୀବନରେ ସୁସ୍ଥ ଭାବରେ ଚିନ୍ତା ନେବା ଦରକାର। ପ୍ରୋବ୍ଲେମ ହେଇଛି, ଠିକ ଅଛି, ଆମେ ମାନେ ସୁସ୍ଥ ମସ୍ତିଷ୍କରେ ଚିନ୍ତା କରିବା, କଣ କରାଯାଇ ପାରିବ। ବିଚଳିତ ହେଲେ ଦୁନିଆ ଭୁଲ ଭାଲ ହବ, କେବେ ପ୍ରୋବ୍ଲେମ ସକ୍ସେସ ହୁଏ ସଲ୍ଭ ହୁଏନି ସେ ବିଚଳିତ ହେଲେ ସ୍ଥିର ଭାବରେ ରହିକି ଚିନ୍ତା କରାଯାଏ। ସମୁଦ୍ର ପାଖରୁ କଣ ଶିଖିଲେ ନା ଉଦାର, ନିର୍ମଳ, ବିଶାଳ ହୃଦୟ ରଖିବା ଓ ତ୍ୟାଗ କରିବା। ଅର୍ଥାତ୍ ସମୁଦ୍ର ଭିତରକୁ ବହୁତ ସାରା ଅଳିଆ ଆବର୍ଜନା ବହୁତ ଜିନିଷ ପଶିଯାଏ, କିନ୍ତୁ ସମୁଦ୍ର କିଛି ଧରି ରଖେ କି? ସବୁ ଜିନିଷ ଆଣି କୂଳରେ ପହଞ୍ଚେଇ ଦିଏ। ସେମିତି ଜୀବନରେ ସବୁ କିଛି ତ୍ୟାଗ କରିଦେବା ଦରକାର, କିଛି ରଖିବା ଦରକାର ନାହିଁ। ନିର୍ମଳ ହୃଦୟ। ସମୁଦ୍ର ଭିତରଟା ସଫା, କିନ୍ତୁ ବାହାରେ ଅଳିଆ ସିନା କଡ଼ରେ ଥାଏ, ସେ ସବୁକୁ ଆଣିକି ଛାଣିକି ତାର କଡ଼ରେ ଛାଡ଼ିଦିଏ। ଶିଶୁ। ନିର୍ମଳ, ନିଷ୍କପଟ। ଶିଶୁ ପାଖରୁ କଣ ଶିଖିଲେ? ତାର ନାଁ କିଛି ଅଛି, ସେ ସବୁବେଳେ ନିର୍ମଳ, ନିଷ୍କପଟ, ସତ୍। ସେ ଶିଶୁ, ଛୋଟ ଶିଶୁ, ସେ କଣ ଜାଣିଛି? ବାଳକଟେ। ଶବ। ମୃତ ଦେହ, ନିର୍ମୋହ, ସମସ୍ତ କର୍ମର ଶେଷ। ଶିକ୍ଷା କଣ ଏଥିରୁ ପାଇଲେ ନା ନିର୍ମୋହତା, ଦେହ ଅସ୍ଥାୟୀ। ଅର୍ଥାତ୍ ମୃତ ଦେହ ପାଖରୁ ସେ କଣ ଶିଖିଛନ୍ତି ନା ମୃତ ଦେହ ସବୁଠାରୁ ସବୁର ଶେଷ, ସେଠି ଆଉ କିଛି ନଥାଏ, ସବୁ ଏଣ୍ଡ ହେଇଯାଏ। ମୃତ ଦେହ ହଉଛି ନିର୍ମୋହର ପ୍ରତୀକ। ସେଠି ଆଉ କିଛି ମୋହ ନଥାଏ, ସବୁ ମୋହ ମାୟା ତୁଟେଇକି ମଣିଷ ସବୁ ପାଲଟିଯାଏ। ସରିଲେ, ସମାପ୍ତ। ତ ଆମେ ଅବଧୂତ କଣ କହିଛନ୍ତି ଶେଷକୁ ନା ଯଦୁ ସମସ୍ତ ଜଗତ ଗୋଟେ ବିଦ୍ୟାଳୟ, ପ୍ରତ୍ୟେକଟି ଘଟଣା, ପ୍ରତ୍ୟେକଟି ପ୍ରାଣୀ, ପ୍ରକୃତି, ପ୍ରତ୍ୟେକ ଆଖ୍ୟାନ ମୋ ପାଇଁ ଗୁରୁ। ଏହି 24 ଗୁରୁ ପ୍ରସଙ୍ଗର ମୂଳ ସନ୍ଦେଶ ହେଉଛି ପ୍ରକୃତି ଗୋଟେ ଶ୍ରେଷ୍ଠ ଗୁରୁ। ମୋହ ଆସକ୍ତି ଛାଡ଼ିଲେ ଜୀବନ ମଙ୍ଗଳମୟ। ଆତ୍ମଜ୍ଞାନ ଓ ବୈରାଗ୍ୟ ଜୀବନ ସର୍ବୋଚ୍ଚ ସାଧନ। ଠିକ ହେଲା? ବୁଝିପାରିଲା? ଆଶା କରେ ଭିଡ଼ିଓଟି ନିଶ୍ଚୟ ରୂପେ ଭଲ ଲାଗିଥିବ। ଯେଉଁମାନେ ଚ୍ୟାନେଲରେ ନୂଆ ଅଛ, ନିହାତି ରୂପେ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବ, କାହିଁକି ନା ଆଗକୁ ଆମେ ଏମିତି ବହୁତ କିଛି ଟପିକ ଆଣିବୁ, ଆଉ ତାର ନୋଟ୍ସ ବି ଆଣିବୁ। ଯେଉଁମାନେ ପଢୁଛ, ଯେଉଁମାନଙ୍କର ଏଇଟା ସିଲାବସରେ ଅଛି, ନିହାତି ରୂପେ ତମମାନଙ୍କୁ ହେଲ୍ପଫୁଲ ହବ। ତମେ ଏଠୁ ଏଇଟାକୁ ଡାଇରେକ୍ଟ ନେଇକି ନୋଟ ଲେଖିପାରିବ। ତମ କ୍ୱେଶ୍ଚିନ୍ ପେପରରେ ସବୁ କିଛି ଅଲରେଡି ପ୍ରିପେୟାର କରିକି ମୁଁ ଦେଇଛି। ତ ନିହାତି ରୂପେ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବ। ରହୁଛି, ଧନ୍ୟବାଦ। ଦେଖା ହବ ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।